हेलो फ्रेंड्स आपण समस्त को सोनालिस किचन को अनेक अनेक स्वागत। आज मु आपण मन को पई नै कि आछि एक सात्विक एवं स्वास्थ्यकर और स्वादिष्ट तरकारी जहा हेउछि बिना प्याज रसुण र पनीर तरकारी। एही तरकारीटी खास करी उपवास दिन पूजा पर्व किंबा सही समय रे जेतेबेले आपण सात्विक खाद्य खाया को इच्छा करंती सेतेबेले एहा परफेक्ट चॉइस। पनीर रा सॉफ्टनेस, टमाटो रा खट्टा मीठा स्वाद और घरोई मसलार मिश्रण एहाकु करे प्रतिटी बाइट को स्वादिष्ट और खूब स्पेशल। तेबे आउ डेरी न करी चलंतु आमे स्टार्ट करिबा आजर रेसिपी बिना पियाज और रसुण रा पनीर तरकारी। ଏହା ତିଆରି କରିବା ଅତି ସହଜ, ଖାଇବାରେ ମଜେଦାର ଓ ଘରେ ସବୁବେଳେ ସମସ୍ତଙ୍କୁ ବହୁତ ଭଲ ମଧ୍ୟ ଲାଗିବ। ମସଲା ପ୍ରସ୍ତୁତ କରିବା ପାଇଁ ମୁଁ 3ଟି ମିଡିୟମ ସାଇଜର ଟମାଟୋ ନେଇଛି। 10ରୁ 12ଟି କାଜୁ ମଧ୍ୟ ଏଥିରେ ଆଡ୍ କରିବି ଏବଂ ପୂର୍ବରୁ କିଛି ପୋସ୍ତ ବତୁରେଇକି ନେଇଥିଲି ତାକୁ ଆଡ୍ କରିବି ଏବଂ 1 ଇଞ୍ଚ ଅଦାକୁ ଖଣ୍ଡ ଖଣ୍ଡ କରିକି କାଟିକି ନେଇଛି ଏବଂ ତାର ଗୋଟେ ପେଷ୍ଟ ତିଆରି କରିବା। ବଟା ମସଲା ତିଆରି ହେଲା ପରେ ଆମେ ଗରମ ମସଲା ତିଆରି କରିବା। ସେଇଥିପାଇଁ ନେଇଛି ମୁଁ ଗୋଟେ ବଡ ଜାବିତ୍ରୀ, ଗୋଟେ ବଡ ଚାମଚ ଗୋଟା ଜିରା, ଆଉ ଗୋଟେ ବଡ ଚାମଚ ଗୋଟା ଧନିଆ, 2ଟି ତେଜପତ୍ର ଏବଂ 2ଟି ଶୁଖିଲା ଲଙ୍କା। ସମସ୍ତ ଗୋଟା ମସଲାକୁ ଗରମ କଢେଇରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଲୋ ଟୁ ମିଡିୟମ ଫ୍ଲେମ୍ରେ ଏପଟ ସେପଟ କରିକି ଭାଜିବା। ଦେଖିବା କିଛି ସମୟ ପରେ ତାର କଲର ଟିକେ ବ୍ରାଉନ କଲରରେ ଚେଞ୍ଜ ହେଇଯାଇଥିବ ଏବଂ ତାକୁ ଗୋଟେ ଅଲଗା ପାତ୍ରରେ କିଛି ସମୟ ଥଣ୍ଡା କରିବା। ଥଣ୍ଡା ହେଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରି ଗୋଟେ ପାଉଡର ତିଆରି କରି ନେବା, ଯାହାକି ହବ ଆମର ଗରମ ମସଲା ପନିର ତରକାରୀ ପାଇଁ। 4ରୁ 5 ଜଣଙ୍କ ପାଇଁ ମୁଁ ଏହି ତରକାରୀ ତିଆରି କରୁଛି। 200 ଗ୍ରାମ ପନିର ନେଇଛି ଏବଂ ଗୋଟିଏ ମିଡିୟମ ସାଇଜର ଫୁଲକୋବିକୁ ଛୋଟ ଛୋଟ ଖଣ୍ଡ କରିକି କାଟିକି ନେଇଛି। ପନିର ଏବଂ ଫୁଲକୋବିକୁ ଫ୍ରାଏ କରିବା ପାଇଁ ମୁଁ କଢ଼େଇରେ କିଛି ତେଲ ନେଇଛି। ପ୍ରଥମେ ପନିରକୁ ଫ୍ରାଏ କରୁଛି। ପନିର ଫ୍ରାଏ କଲା ସମୟରେ ମନେ ରଖିବେ ଆପଣ ଏପଟ ସେପଟ ବେଶୀ ସମୟ ଚଲେଇବେନି, କାରଣ ପନିର ଭାଙ୍ଗି ଯିବାର ମଧ୍ୟ ସମ୍ଭାବନା ଥାଏ। ବେଶୀ ସମୟ ଧରି ଡିପ୍ ବ୍ରାଉନ ହେବା ପର୍ଯ୍ୟନ୍ତ ଏହାକୁ ଛାଣିବା ଦରକାର ନାହିଁ, ନଚେତ୍ ପନିର ଟାଣ ହେଇଯାଇଥାଏ। ଏହି ଷ୍ଟେଜରେ ମୁଁ ପନିର ସବୁକୁ ଛାଣିକି ଅଲଗା କରି ନେଉଛି। ଆପଣ ଚାହିଁଲେ ଛାଣିକି ରଖିଥିବା ପନିରକୁ ଗରମ ପାଣିରେ କିଛି ସମୟ ପାଇଁ ଭିଜେଇକି ରଖିପାରିବେ। ଏବେ ମୁଁ ବଳକା ରହିଥିବା ତେଲରେ କାଟିକି ରଖିଥିବା ଫୁଲକୋବିକୁ ମଧ୍ୟ ଛାଣି ନେବି। ପନିର ଆଉ ଫୁଲକୋବି ତ ଆମେ ଛାଣିକି ଅଲଗା କରିନେଲେ। ଏବେ ସେ ବଳକା ରହିଥିବା ତେଲରେ ବାଟିକି ରଖିଥିବା ମସଲାକୁ ଆଡ୍ କରିକି ଭଲ ଭାବରେ କଷି ନେବା। ଯେହେତୁ ସେଇ ବଟା ମସଲାରେ କାଜୁ ନେଇଥିଲେ ତ ବାର ଏଇଟା କଢ଼େଇରେ ଲାଗିବ, ତ ଭଲ ଭାବରେ ୟାକୁ କଷିବାକୁ ହବ। ତରକାରୀରେ ଗୋଟିଏ ଚଟପଟା ଫ୍ଲେଭର ଦେବା ପାଇଁ ମୁଁ 4ରୁ 5 ବଡ଼ ଚାମଚ ଦହି ଆଡ୍ କରିଛି। ଦହି ଆଡ୍ କଲାବେଳେ ଗ୍ୟାସର ଫ୍ଲେମ୍ ଲୋ ରହିବ ଏବଂ କଣ୍ଟିନ୍ୟୁଅସଲି ଷ୍ଟିୟର କରିବାକୁ ହବ। ଏବେ ଏହି ମସଲାରେ ମୁଁ ସ୍ୱାଦ ଅନୁସାରେ ଲୁଣ ଦଉଛି ହାଫ୍ ଟି ସ୍ପୁନ୍, ହଳଦୀ ଗୁଣ୍ଡ ଦଉଛି ହାଫ୍ ଟି ସ୍ପୁନ୍, ଚିନି ଦଉଛି। ଆପଣ ଚାହିଁଲେ ଚିନି ସ୍କିପ୍ କରିପାରିବେ, ମୁଁ ବାଲାନ୍ସ କରିବା ପାଇଁ ଚିନି ଆଡ୍ କରିଛି। ବର୍ତ୍ତମାନ ମୁଁ ଏଇଥିରେ ଗୋଟେ ବଡ଼ ସାଇଜର ଟମାଟୋକୁ ଖଣ୍ଡ ଖଣ୍ଡ କରିକି ଆଡ୍ କରୁଛି। ମସଲାରୁ ତେଲ ସେପାରେଟ୍ ହେଇଯାଇଛି। ଏହା ହିଁ ସାଇନ୍ ଆମର ମସଲା ଭଲ ଭାବରେ କଷି ହବାର। ମସଲାରେ କିଛି ସମୟ ଟମାଟୋକୁ କଷିଲା ପରେ ଛାଣିକି ରଖିଥିବା ଫୁଲକୋବିକୁ ମୁଁ ଏଥିରେ ଆଡ୍ କରୁଛି ଏବଂ କିଛି ସମୟ ପାଇଁ ମସଲାରେ କଷିବି। ଆପଣ ଯେତେ ଗ୍ରେଭି ଚାହିଁବେ ସେଇ ଅନୁସାରେ ଆବଶ୍ୟକ ମୁତାବକ ପାଣି ଆଡ୍ କଲା ପରେ ଆଉ କିଛି ସମୟ ଆକୁ କଷିବେ। କଷି ସାରିଲା ପରେ ପୂର୍ବରୁ ଛାଣିକି ରଖିଥିବା ପନିର ସବୁକୁ ମଧ୍ୟ ଏଥିରେ ଆଡ୍ କରିବେ। ଆଡ୍ କଲା ପରେ ମସଲା ସହିତ ପନିରକୁ ଭଲ ଭାବରେ ଆଉ କିଛି ସମୟ ପାଇଁ ଲୋ ଟୁ ମିଡିୟମ ଫ୍ଲେମ୍ରେ କଷିବାକୁ ହବ। ଆପଣ ଯଦି ଗ୍ରେଭି ପତଳା ଚାହିଁବେ ତ ବେଶୀ ପାଣି ଆଡ୍ କରିବେ ଏବଂ ଆକୁ ଫୁଟିବା ପାଇଁ କିଛି ସମୟ ଛାଡ଼ିଦେବେ। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଲୋ ଟୁ ମିଡିୟମ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଲା ପରେ ମୁଁ ଆର ଟେଷ୍ଟକୁ ଏନହାନ୍ସ କରିବା ପାଇଁ ଆଉ ଉପରେ କିଛି କଟା ଧନିଆ ପତ୍ର ଦଉଛି। ତାପରେ କିଛି କାଟିଲା କଞ୍ଚା ଲଙ୍କା ତା ଉପରେ ଦଉଛି। ପୂର୍ବରୁ ଯୋଉ ପ୍ରସ୍ତୁତ କରିକି ରଖିଥିଲି ଗରମ ମସଲା ପାଉଡର ତାକୁ ଏଇ ଷ୍ଟେଜରେ ଦେବେ। ଯେହେତୁ ଆମେ ଏହି ମସଲା ଘରେ ତିଆରି କରିଛୁ, ଆର ସୁଗନ୍ଧ ଓ ସ୍ୱାଦ ଏକଦମ ଅଲଗା। ତ ସାଙ୍ଗମାନେ ଆମର ସ୍ୱାଦିଷ୍ଟ ଓ ସାତ୍ବିକ ବିନା ପିଆଜ ଓ ରସୁଣର ପନିର ତରକାରୀ ପ୍ରସ୍ତୁତ ହେଇଗଲା। ଏହି ତରକାରୀଟି ଆପଣ ଗରମା ଗରମ ରୁଟି କିମ୍ବା ପୁରୀ ବା ଭାତ ସହିତ ଖାଇଲେ ଅତ୍ୟନ୍ତ ମଜେଦାର ଲାଗିଥାଏ। ସାତ୍ବିକ ହେଲେ ମଧ୍ୟ ଏହାର ସ୍ୱାଦ ହେଉଛି ପୁରାପୁରି ରେଷ୍ଟୁରାଣ୍ଟ ଷ୍ଟାଇଲ। ଯଦି ରେସିପିଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଲାଇକ୍, ସେୟାର ଓ ସବସ୍କ୍ରାଇବ କରିଦିଅନ୍ତୁ ମୋ ଚ୍ୟାନେଲକୁ ଏବଂ ତଳେ ଥିବା କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାନ୍ତୁ ଆସନ୍ତା ଭିଡ଼ିଓରେ କେଉଁ ଡିଶ୍ ଆପଣ ଦେଖିବା ପାଇଁ ଇଚ୍ଛା କରୁଛନ୍ତି। ପୁଣି ଦେଖାହବା ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ ଓ ଘରୋଇ ସ୍ୱାଦକୁ ଉପଭୋଗ କରୁଥାନ୍ତୁ। ଧନ୍ୟବାଦ।